ବିଜେଡିରେ ମିଶିଲେ 500ରୁ ଊର୍ଦ୍ଧ୍ୱ କର୍ମୀ। ଦାନଗଦି ବ୍ଲକ ନଡ଼ିଆଭଙ୍ଗା ପଞ୍ଚାୟତରେ ଅନ୍ୟ ଦଳ ପରିତ୍ୟାଗ କରି 500ରୁ ଊର୍ଦ୍ଧ୍ୱ ଜନସାଧାରଣ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ମିଶିଛନ୍ତି। ରବିବାର ଦିନ ଏହି ମହାମିଶ୍ରଣ ପର୍ବ ସରପଞ୍ଚଙ୍କ ପ୍ରତିନିଧି ଜୟପ୍ରକାଶ ସାହୁଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, 10 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ସୁଚିତ୍ରା ବିଶ୍ୱାଳ, 8 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସ୍ମୃତିରାଣୀ ରାଉତ, 9 ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବ୍ରୁ, ନଡ଼ିଆଭଙ୍ଗା ସରପଞ୍ଚ ରଶ୍ମିତା ସାହୁ, ନଡ଼ିଆଭଙ୍ଗା ପଞ୍ଚାୟତ ବିଜେଡି ସଭାପତି ଜ୍ୟୋତି ପ୍ରକାଶ ସାହୁ, ଯାଜପୁର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ମୁର୍ମୁ ଉପସ୍ଥିତ ରହି ଆଗାମୀ ଦିନରେ ଏପରି ଭାବେ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆହୁରି ଅନେକ ଜନସାଧାରଣ ବିଜେଡିରେ ମିଶିବେ ଓ ବିଜେଡି ଆଗାମୀ ନିର୍ବାଚନରେ ନିଶ୍ଚିତ ଭାବେ ଏକତରଫା ଭାବେ ସୁକିନ୍ଦାରେ ବିଜୟ ଲାଭ କରିବ ବୋଲି କହିଥିଲେ। ଏବେ ଟ୍ରେଲର ଦେଖାଉଛୁ, ଆଗକୁ ଫିଲ୍ମ ଦେଖାଇବୁ। ଆଜି ଏକା ସମୟରେ କାରାମଗଠ, ଜାମୁପୋଷି, ନଡ଼ିଆଭଙ୍ଗାଠାରେ 3ଟି ସ୍ଥାନରେ ପୃଥକ ଭାବରେ ଲୋକମାନେ ବିଜେଡି ଦଳକୁ ଆପଣେଇଛନ୍ତି। ମୋ ନାଁ ଟିନା ହାଇବ୍ରୁ, ଦାନଗଦି ବ୍ଲକ ଜୋନ୍ ନମ୍ବର 9। ଆଜି ଆମର ଡାନି ଭାଇଙ୍କ ଯେଉଁ ନୀତି ଆଦର୍ଶକୁ ଦେଖିକି ଆମର ବିଜେଡି ଦଳକୁ ଆପଣାଇଲେ। ବିଜେପି ଆମର ଏଠି ମିଶ୍ରଣ ହେଉଛି, ତାଙ୍କୁ ପ୍ରତ୍ୟାଗ କରିକି ଆମର ବିଜେଡି ଦଳ ମିଶନ୍ତି ଆମ ବିଶ୍ୱାସୀ ଭାଇ ଓ ଭଉଣୀମାନେ। ଆମର ଡାନି ଭାଇଙ୍କ ଯେଉଁ କାମ ଦେଖିକି ବହୁତ ଖୁସିରେ, କେଉଁ ଦଳରେ ସେମାନେ ମିଶି ନଥିଲେ, ଆଜି ଫାର୍ଷ୍ଟ ଟାଇମ୍ ଆମର ବିଜୁ ଜନତା ଦଳରେ ମିଶିଛନ୍ତି ଭାଇ ଭଉଣୀମାନେ। 500ରୁ ଊର୍ଦ୍ଧ୍ୱ ମିଶିଛନ୍ତି ଭାଇ ଭଉଣୀମାନେ। ବହୁତ ଖୁସି ଲାଗୁଛି ଆମକୁ। ଆମ ଦଳକୁ ସେମାନେ ସ୍ୱାଗତ କରୁଛନ୍ତି, ଆମେ ବି ତାଙ୍କୁ ସ୍ୱାଗତ କରୁଛୁ କି ଆମେ ମିଳିମିଶି ସମସ୍ତେ ଆମେ ଆଗକୁ କାମ କରିବୁ। ମୋ ନାଁ ରମେଶ ଚନ୍ଦ୍ର ମୁର୍ମୁ, ମୁଁ ବିଜେଡି ଦଳର ଜିଲ୍ଲା ସାଧାରଣ ସମ୍ପାଦକ। କୁହନ୍ତୁ ନାହିଁ ଆଜ୍ଞା, ବିଜେଡି ଦଳକୁ ସମର୍ଥନ କରିକି ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସବୁଦିନ 500,000 ଲୋକ ସବୁଦିନ ମିଶ୍ରଣ ପର୍ବ। ଆଜି ସେଇ ଅନୁସାରେ ଆଜି ଯେଉଁ ମହାମିଶ୍ରଣ ପର୍ବ ହେଉଛି, ଆଜି ଆପଣମାନଙ୍କ ସମ୍ମୁଖରେ ପ୍ରମାଣ। ଆଜି 1000 ଲୋକ ମିଶ୍ରଣ ପର୍ବରେ ସାମିଲ ହେଲେ। ଆଉ ଆଜି ଯେଉଁ ମିଶ୍ରଣ ପର୍ବ ସୁକିନ୍ଦାକୁ ଦର୍ଶାଇଲା ଆଗାମୀ 2024 ଇଲେକ୍ସନରେ ଆମେ ଜିତୁଛୁ। ଡାନି ଭାଇଙ୍କୁ ଜିତେଇକି ଦେଖିବୁ। ଏହା ଆଜିର ପ୍ରଥମ ଟ୍ରେଲର, ବାକି ରହିଲା ଫିଲ୍ମ। ଆଗକୁ ଦେଖି ଚାଲନ୍ତୁ। ଶହ ଶହ ବିଜେଡିରେ ମିଶ୍ରଣ ପର୍ବ ହେଇ ଚାଲିବ। ଆମେ ବିଜେପିକୁ ମୂଳପୋଛ କରିଦେବୁ, ଏହି ଆଜିର ପ୍ରତିଜ୍ଞା ଆମେ ଦେଉଛୁ। କେହି ମୁଠାଏ ଟଙ୍କା ପାଇଁ ମୋ ଭାଇ ଭଉଣୀମାନେ ବୁଝିପାରୁନାହାନ୍ତି, ଯାଇକି ବିଜେପିରେ ମିଶି ଯାଉଛନ୍ତି। କିନ୍ତୁ ମୁଁ ଆଜି ଆପଣଙ୍କୁ କଥା ଦେଉଛି, ଯେଉଁ ଭାଇ ଭଉଣୀମାନେ ବିଜେପିରେ ମିଶିଛନ୍ତି, କାଲି ଯେତେବେଳେ ସତ କଥା ଜାଣିଯିବେ ପୁଣି ବିଜେଡିରେ ଆସିବେ। ଏହା ଆଜି ମୁଁ ଗୋଟେ ସାଧାରଣ କର୍ମୀ ହିସାବରେ ଆପଣଙ୍କୁ ମୁଁ କଥା ଦେଲି, ସେମାନେ ଆସିକି ପୁଣି ବିଜେଡିରେ ମିଶିବେ। ଚେୟାରମ୍ୟାନ୍ ଦାନଗଦି ବ୍ଲକ। ଆଜି ନଡ଼ିଆଭଙ୍ଗା ପଞ୍ଚାୟତର ବହୁତ ଶୁଭ ଦିନ। ଆଜି 500ରୁ ଊର୍ଦ୍ଧ୍ୱ ହେବେ ପାଖାପାଖି, ମାନେ ପୁରୁଷ ମହିଳା ସମସ୍ତେ ମିଶିକି ଆଜି ଗୋଟେ ବହୁତ ବଡ଼ ମହାମିଶ୍ରଣ ପର୍ବ ହେଲା। ସେଥିପାଇଁ ବହୁତ ଆଜି ଖୁସିର ଦିନ ନଡ଼ିଆଭଙ୍ଗା ପଞ୍ଚାୟତ ପାଇଁ, ଆମମାନଙ୍କ ପାଇଁ, ବିଜୁ ଜନତା ଦଳ ପାଇଁ। ଆଉ ସେମାନେ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମର ମେନଲି ଆମର ଯେଉଁ ମନ୍ତ୍ରୀ ଅଛନ୍ତି ଏବେ, ସେ ତାଙ୍କର ମଧ୍ୟ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜୁ ଜନତା ଦଳକୁ ଗ୍ରହଣ କଲେ। ସ୍ୱତନ୍ତ୍ର ପ୍ରତିନିଧି ବିଜୟରଶ୍ମି ତ୍ରିପାଠୀଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ।